କିଛି କହିହେବନି କ'ଣ ହେବ, କିଛି କହିହେବନି କେତେ ସମୟ ଲାଗିବ, କିଛି କହିହେବନି ସେ କେତେବେଳେ ଆସିବ, କିଛି କହିହେବନି ତାକୁ କେତେ ପସନ୍ଦ ଆସିବ, କିଛି କହିହେବନି ତା ମିଟିଂ କେତେବେଳେ ସରିବ। ଏସବୁ ସେଣ୍ଟେନ୍ସରେ ଆମର ଗୋଟେ ହିଁ କମନ୍ ଆସୁଛି କି କିଛି କହିହେବନି। ତାହେଲେ ଏଇ କିଛି କହିହେବନି ପାଇଁ ଆମେ କେଉଁ ୱାର୍ଡ଼ ୟୁଜ୍ କରିବା ଆଣ୍ଡ ଆମର ଏହାର ଷ୍ଟ୍ରକ୍ଚର କ'ଣ ରହିଛି ଯେଉଁଟା ଆମେ ଜାଣିଗଲେ ଆମକୁ ଏଇସବୁ ସେଣ୍ଟେନ୍ସକୁ ଟ୍ରାନ୍ସଲେଟ୍ କରିବାକୁ ଇଜି ହେବ। ତାହେଲେ ସେଥିପାଇଁ ଆମକୁ ଫାର୍ଷ୍ଟ ଏହାର ମିନିଂ ସହିତ ଏହାର ଷ୍ଟ୍ରକ୍ଚର ଜାଣିବାକୁ ପଡ଼ିବ, ଯାହା ମାଧ୍ୟମରେ ଆମକୁ ଆମେ ଏଇ ସବୁ ସେଣ୍ଟେନ୍ସକୁ ଇଜିଲି ଟ୍ରାନ୍ସଲେଟ୍ କରିପାରିବା, ତା ସହିତ ସ୍ମାର୍ଟ ୱେରେ ଇଂଲିଶ ବି କହିପାରିବା। ତାହେଲେ ଚାଲନ୍ତୁ ସେଥିପାଇଁ ଫାର୍ଷ୍ଟ ଆମେ ଏହାର ମିନିଂ ସହିତ ଷ୍ଟ୍ରକ୍ଚର ଜାଣିନେବା। ଦେନ୍ ଆମର ଷ୍ଟ୍ରକ୍ଚର ହେଉଛି ଦେୟାର ଇଜ୍ ନୋ ଟେଲିଂ ପ୍ଲସ୍ କ୍ୱେଶ୍ଚିନ୍ ୱାର୍କ ପ୍ଲସ୍ ଆଫର୍ମେଟିଭ୍ ସେଣ୍ଟେନ୍ସ। ତାହେଲେ ଏଇ ଷ୍ଟାର୍ଟିଂରେ ଯେଉଁ ଆମେ ୟୁଜ୍ କରୁଛେ ଦେୟାର ଇଜ୍ ନୋ ଟେଲିଂ, ତ କେଉଁଥିପାଇଁ ଆମେ ୟୁଜ୍ କଲେ ନା କିଛି କହିହେବନି ଏହି ଅର୍ଥରେ ବା ଏହି ମିନିଂ ପାଇଁ ଏହି ୱାର୍ଡ଼ ପାଇଁ ଆମେ ୟୁଜ୍ କଲେ ଦେୟାର ଇଜ୍ ନୋ ଟେଲିଂ, ତ କିଛି କହିହେବନି, କିଛି କହିହେବନି ଏଥିପାଇଁ ଆମେ ୟୁଜ୍ କଲେ ଦେୟାର ଇଜ୍ ନୋ ଟେଲିଂ। ଆଣ୍ଡ ତାପରେ ଆମର କ୍ୱେଶ୍ଚିନ୍ ୱାର୍କ ରହିବ, କ୍ୱେଶ୍ଚିନ୍ ୱାର୍ଡ଼ ରହିବ ବା ଡବ୍ଲ୍ୟୁଏଚ୍ ୱାର୍ଡ଼ ରହିବ, ଯେମିତିକି ଆମର ହାଉ ଲଙ୍ଗ୍, ହାଉ ମଚ୍, ହ୍ୱେୟାର, ହ୍ୱେନ୍ ଏଇସବୁ କ୍ୱେଶ୍ଚିନ୍ ୱାର୍ଡ଼ସ୍ ରହିବ। ତାପରେ ଆମର ଆଫର୍ମେଟିଭ୍ ସେଣ୍ଟେନ୍ସ ରହିବ, ମିନ୍ସ କ୍ୱେଶ୍ଚିନ୍ ୱାର୍ଡ଼ ରହିଲା ପରେ ତାପରେ ଆମର ସେଣ୍ଟେନ୍ସଟା ଗୋଟେ ପଜିଟିଭ୍ ସେଣ୍ଟେନ୍ସ ବା ଗୋଟେ ସକାରାତ୍ମକ ବାକ୍ୟ ହିଁ ୟୁଜ୍ ହେବ। ଓକେ, ଆମେ କହିବା କି ଆମର ଏଠି କ୍ୱେଶ୍ଚିନ୍ ୱାର୍ଡ଼ ୟୁଜ୍ ହେଉଛି ତ ଆମର ସେଣ୍ଟେନ୍ସଟା ନେଗେଟିଭ୍ରେ ରହିବ ବା ନେଗେଟିଭ୍ରେ ରହିବ କିଛି କ୍ୱେଶ୍ଚିନ୍ ଆମେ କରିବା, ସେମିତି ନୁହେଁ। ଆମର କ୍ୱେଶ୍ଚିନ୍ ୱାର୍ଡ଼ ପରେ ଆମର ବାକ୍ୟଟା ସକାରାତ୍ମକ ବା ପଜିଟିଭ୍ ସେଣ୍ଟେନ୍ସ ହିଁ ରହିବ। ଯେମିତି ଆମେ ଏକ୍ଜାମ୍ପଲ୍ସ ମାଧ୍ୟମରେ ବୁଝିବା, କିଛି କହିହେବନି କେତେ ସମୟ ଲାଗିବ, କିଛି କହିହେବନି କେତେ ସମୟ ଲାଗିବ। ଦେୟାର ଇଜ୍ ନୋ ଟେଲିଂ ହାଉ ଲଙ୍ଗ୍ ଇଟ୍ ୱିଲ୍ ଟେକ୍, ଦେୟାର ଇଜ୍ ନୋ ଟେଲିଂ ହାଉ ଲଙ୍ଗ୍ ଇଟ୍ ୱିଲ୍ ଟେକ୍। ତ କିଛି କହିହେବନି ପାଇଁ ଆମେ ଦେୟାର ଇଜ୍ ନୋ ଟେଲିଂ ୟୁଜ୍ କଲେ, ତାପରେ କେତେ ପାଇଁ ଆମେ ୟୁଜ୍ କଲେ, କେତେ ସମୟ ଯେଉଁ ପାଇଁ ଆମେ ୟୁଜ୍ କଲେ କ'ଣ ହାଉ ଲଙ୍ଗ୍, ତାପରେ ଆମର ଇଟ୍ ୱିଲ୍ ଟେକ୍ ମିନ୍ସ ଗୋଟେ ପଜିଟିଭ୍ ସେଣ୍ଟେନ୍ସ ହିଁ ୟୁଜ୍ କଲେ, ସକାରାତ୍ମକ ବାକ୍ୟ ୟୁଜ୍ କଲେ ଆମେ ହାଉ ଲଙ୍ଗ୍ ଇଟ୍ ୱିଲ୍ ଟେକ୍। କିଛି କହିହେବନି ସେ କେତେବେଳେ ଆସିବ, ଦେୟାର ଇଜ୍ ନୋ ଟେଲିଂ ହ୍ୱେନ୍ ହି ୱିଲ୍ କମ୍, ଦେୟାର ଇଜ୍ ନୋ ଟେଲିଂ ହ୍ୱେନ୍ ହି ୱିଲ୍ କମ୍। କିଛି କହିହେବନି ସେ କେତେ ପସନ୍ଦ କରିବ ବା କିଛି କହିହେବନି ତାକୁ କେତେ ପସନ୍ଦ ଆସିବ, ଦେୟାର ଇଜ୍ ନୋ ଟେଲିଂ ହାଉ ମଚ୍ ହି ଉଡ୍ ଲାଇକ୍ ଇଟ୍, ଦେୟାର ଇଜ୍ ନୋ ଟେଲିଂ ହାଉ ମଚ୍ ହି ଉଡ୍ ଲାଇକ୍ ଇଟ୍। କିଛି କହିହେବନି ସେ କେତେ ପସନ୍ଦ କରିବ ବା ତାକୁ କେତେ ପସନ୍ଦ ଆସିବ। କିଛି କହିହେବନି ସେ କେତେ ଭଲ ହେବ, ଦେୟାର ଇଜ୍ ନୋ ଟେଲିଂ ହାଉ ଗୁଡ୍ ହି ଉଡ୍ ବି, ଦେୟାର ଇଜ୍ ନୋ ଟେଲିଂ ହାଉ ଗୁଡ୍ ହି ଉଡ୍ ବି। କିଛି କହିହେବନି ଜଣେ ବ୍ୟକ୍ତିକୁ କେଉଁ କେଉଁ ରୋଗ ହେଇପାରିବ, ଦେୟାର ଇଜ୍ ନୋ ଟେଲିଂ ହ୍ୱାଟ୍ ଡିଜିଜ୍ ଏ ପର୍ସନ୍ କ୍ୟାନ୍ ଗେଟ୍, ଦେୟାର ଇଜ୍ ନୋ ଟେଲିଂ ହ୍ୱାଟ୍ ଡିଜିଜ୍ ଏ ପର୍ସନ୍ କ୍ୟାନ୍ ଗେଟ୍। କିଛି କହିହେବନି ଜଣେ ବ୍ୟକ୍ତିକୁ କେଉଁ କେଉଁ ରୋଗ ହେଇପାରିବ। ଆଣ୍ଡ ନାଉ ଇଟ୍ସ ୟୋର୍ ଟର୍ନ, କିଛି କହିହେବନି ତା ମିଟିଂ କେତେବେଳେ ସରିବ, କିଛି କହିହେବନି ତା ମିଟିଂ କେତେବେଳେ ସରିବ। ଏହି ସେଣ୍ଟେନ୍ସକୁ ଆମେ ଏହି ଷ୍ଟ୍ରକ୍ଚର ମାଧ୍ୟମରେ କେମିତି ଟ୍ରାନ୍ସଲେଟ୍ କରିବା ଏହାର ଆନ୍ସର କମେଣ୍ଟ ବକ୍ସରେ କମେଣ୍ଟ କରି ନିଶ୍ଚୟ ଜାଣିବେ କି ଏହାକୁ ଆମେ ଇଂଲିଶରେ କ'ଣ କହିବା, କିଛି କହିହେବନି ତା ମିଟିଂ କେତେବେଳେ ସରିବ।